ଆପଣ ଟିକେ ଆଜ୍ଞା ପରିଚୟ କହିଲେ ଆଜି ଯେଉଁ ଗୋଟେ ଝିଅଟେ ପୋଡ଼ି ମରିଛି ସେ ଆପଣଙ୍କର କ'ଣ ହେବ ଆପଣ କ'ଣ ପାଇଁ ଆସିବେ? ସେ ମୋ ଝିଅଟା ଅଛି ଆଜ୍ଞା ଆପଣଙ୍କ ନାଁ? ମୋ ନାଁ ଦୈତରାଜ। ଘରଟା କହିଲା ଛୁଆଟେ ନେଇ ପଳେଇଥିଲା, ମୁଁ ଜାଣିଲି ନେଇ ପଳେଇଲା। ମୁଁ ତ ଭଲ ଖୁସି ରଖିବ କ'ଣ କରିବ, ମୁଁ ତାକୁ ଅନେଇଲିନି। ମୁଁ ଆମ ଜୀବନକୁ ପଳେଇଲା କିନ୍ତୁ ପଳେଇଲା। ଆମେ ଅନେଇଲ ଗୋଟେ ଯାତ୍ରୀ ଭାଇ ଗୋଟେ ଆମେ ଗୋଟେ କଥାବାର୍ତ୍ତା କରୁ, ତାପରେ ବି ତାକୁ ତମେ ମାରିକିରି ଆଣିକିରି ଫୋପାଡ଼ି ଯାଇଛି ଏଇଠି, ତାହେଲେ ମୁଁ ନ୍ୟାୟ କ'ଣ ପାଇବି? ଆପଣ କେମିତି ଜାଣିଲେ? ସିଏ ବା ଫୋନ୍ କରିକିରି ମେଡ଼ିକାଲକୁ ଆସିଲା, ମେଡ଼ିକାଲରୁ ମୋତେ ଇନଫର୍ମେସନ୍ ହେଲା। ଆ ପୂର୍ବରୁ ତମ ଝିଅ କ'ଣ ଫୋନ୍ କରିଥିଲ? ନା, ମୋ ଝିଅ ଫୋନ୍ କରିନି। ଯେ କେତେ ମାସ ହେଲା ଯାଇଥିଲା? ଇଏ ଗାଡ଼ି 6 ମାସ ହେଇଯିବ, 6 ମାସ ହେଇଯିବ, 6 ମାସ 6 ମାସ ହେଇଯିବ। ଆପଣ ଯେତେବେଳେ ଗଲା ଆପଣ ଥାନାରେ ଅଭିଯୋଗ କରୁଛନ୍ତି? ମୁଁ ଯାଇଥିଲି, ମୁଁ କଥାଟା କହିଲି ନା ମୋର ଯିବାର ନାହିଁ। ଏଫଆଇଆର୍ ଦିଆହେଇଛି, ଏଫଆଇଆର୍ ଅଫିସର ଅଛି। ଝିଅ କହିଲା ଯେ ମୋର ଯିବାର ନାହିଁ। ନାଇଁ ଝିଅ କହିଛି ମୁଁ ପଳେଇବି। ଏମାନେ ତାକୁ ବାଧ୍ୟ କରିକି ଆପଣ ଥାନାରେ କ'ଣ ଲେଖିକି ଦେଇଥିଲେ? ଏଫଆଇଆର୍ କପି ଦେଖନ୍ତୁ। ମାନେ ପୂର୍ବରୁ ଦେଇଥିଲେ? ଆଜ୍ଞା ତା ପୂର୍ବରୁ ମୁଁ ଦେଇଦେଇ ସାର୍। ଯିବା ପୂର୍ବରୁ ଦିଆଯାଏ। ସାର୍ ଶୁଣନ୍ତୁ, ଏଇଭଳିଆ ଏଇ ଜିନିଷ ଅଛି। କେମିତି ମନା କ'ଣ ଆପଣ ପଚାରୁନାହାନ୍ତି? ନା ମଶା କିଛି ନାହିଁ। ଖବର ହୁଏ ମେଡ଼ିକାଲ ଆସେ। ଏବେ ମୁଁ ଦେଖିଲି ମୋର ପିଲାମାନେ ସବୁ ମୋତେ ଇଏ କଲେ, ମୁଁ ଜଷ୍ଟ ଆସିଲି। ସାର୍ ଇଏ ଅଛି କଥା, ଆଉ କିଛି ପିଲା ସକାଳେ ବଞ୍ଚି ନହେଲେ ବି ତା ମାଆର ଚାନ୍ଦ ମୁଁ ପିଲା ଯେତେବେଳେ ଆମର ବଞ୍ଚିଛି କଥା ବି ନ କହିପାରୁଥିବ ଆମର ଦୁଃଖ ନାହିଁ। ଯେଉଁ ଗୁରୁତର ଅବସ୍ଥାରେ ଆସିଛି ସକାଳ ଆମର ପିଲା ଏଇଠି ପୋଷ୍ଟିଂ ହେଇଛନ୍ତି, ଆମ ଗାଁର ଯେଉଁ ଗାଁର ଝିଅ, ସେ ଏବେ ମୋତେ କହୁଛନ୍ତି ଯେ ସକାଳେ ତା ଛଟପଟ ତୁମେ ଦେଖିପାରିନଥାନ୍ତ, ସେ ଯେମିତି ହେଉଥିଲା ତ ସେ କିଛି ନ କହିପାରିଥାଉ, ଆମେ ତ ପିଲାଟାକୁ ଜୀବିତ ଅବସ୍ଥାରେ ଆସିପାରିଥାନ୍ତୁ, ଦେଖିପାରିଥାନ୍ତୁ। ଯେତେବେଳେ ଡେଥ୍ ପରେ ଆମକୁ ଯେଉଁ ଖବରଟା ଦିଆଗଲା, ଯାହାକୁ ଦିଆଯାଉ, ତା ବାପାକୁ ଦିଆଯାଉ ବା ଏକ୍ସଆଇଜେଡ୍ ଯାହାକୁ ଦିଆଯାଉ, ତୁମେ ଛଟପଟ ଅବସ୍ଥାରେ ବି ଦେଇପାରିଥାନ୍ତ ଯିଏ ବି, ତ ସେତେବେଳେ କାହିଁ ଦେଲନି? କାଳେ ପିଲା ପାଟିରୁ କ'ଣ ବୟାନଟା ଭାରି କଥା କହିଦେବ କି? ବର୍ତ୍ତମାନ ଡେଥ୍ ପରେ ଆମକୁ ଖବର ଦିଆହେଇଛି, ଅଲରେଡ଼ି ଆମେ ଛଟପଟ ଜାଣିଲୁ। ଆପଣ କ'ଣ ତାଙ୍କୁ ସୁଇସାଇଡ୍ ନା ହତ୍ୟା କରାଯାଇଛି? ହତ୍ୟା କରାଯାଇଛି ନା ହତ୍ୟା କରାଯାଇଛି ସମ୍ପୂର୍ଣ୍ଣ। ସେ ଯେଉଁ ଝିଅ ହେଡଷ୍ଟ୍ରଙ୍ଗ, ସେ ଝିଅ ମଦରଲେସ୍ 4 ବର୍ଷର ହେଇଥିଲା, ତା ମା ଯାଇଛି, ସେ ଯେଉଁ ହେଡଷ୍ଟ୍ରଙ୍ଗ ସେ 4ଟାଙ୍କୁ ପୋଡ଼ିଦେବ କିନ୍ତୁ ନିଜେ ପୋଡ଼ି ହେଇ ମରିବନି କେବେ ବି। ଆପଣ ଦେଖନ୍ତୁ, ଭାରି ହେଡଷ୍ଟ୍ରଙ୍ଗ ଝିଅ ସିଏ, ଭାରି ଭଲ ପାଏ ମୋତେ ଚାନ୍ଦ ମା କହିକି। ବର୍ତ୍ତମାନ କ'ଣ ଚାହୁଁଛନ୍ତି? ଆମେ ଝିଅଟା ତ ଅଲରେଡ଼ି ପଳେଇଲା। ସିଏ ଶୁଣନ୍ତୁ ଆଜ୍ଞା, ଏମିତି ପନିସମେଣ୍ଟ ଯଦି ଅନ୍ୟକୁ ନ ଦିଆଯିବ ନା, କାଲି କାହା ମୋର ବି ନାତୁଣୀ ଅଛି, ତାର ବି ଅଛି, କିଛି ଦଣ୍ଡ ମିଳିବା ଦରକାର। ପୁରା ସତ୍ୟାସତ୍ୟ ପ୍ରମାଣ, ତାର ସତ୍ୟାସତ୍ୟ ପ୍ରମାଣ ଗ୍ରହଣ କରି ପିଲା ଲୋକ କରିଦେଇଛି। ଇଏ କ'ଣ ନୂଆ କଥା? ଅନ୍ୟ ଜାତିରେ ବହୁତ ଯାଉଛନ୍ତି, ବର୍ତ୍ତମାନ ସମୟ ବି ସେଇଆ ହେଇଯାଇଛି। ତ ବାପା ମା ଏତେ ସଡନ୍ 6 ମାସ ଗ୍ରହଣ ନ କରିପାରିଲେ, ଠିକ୍ ଅଛି, ନ କରିପାରୁ, ତା ଖୁସି ନେଇକି ସେ ଯାଇଥିଲା। ତ ସିଏ ଏମିତି କାମ କରିଦେବ ବୋଲି ଭଲର ଫଟୋ ଛାଡ଼ୁଥିଲା, ଆମେ ତାକୁ ଦେଖୁ, ଏମିତି ଛାଡ଼ୁଛି ବୋଲି ମୋବାଇଲରେ ଛାଡ଼େ, ଫେସବୁକ୍ରେ ଛାଡ଼େ, ସବୁ ଆମେ ତାକୁ ଦେଖୁ ଯେ ସିଏ 4ଟାଙ୍କୁ ମାରିଦେବା ଝିଅ। ସ୍ୱାସ୍ଥ୍ୟ ଯେମିତି, ହାଇଟ୍ ଯେମିତି, ତାର ମାଇଣ୍ଡ ଯେମିତି ହେଲା, ତାକୁ ମାରି ଦିଆଯାଇଛି। ଆଉ ଝିଅ ପରିଷ୍କାର ମୁଁ କହୁଛି, ଝିଅ ଟିକେ ନରମା ଝିଅ ନୁହଁ, ହେଡଷ୍ଟ୍ରଙ୍ଗ କହିଲି ପରା, ମୁହଁ ଜବାବ ଦେବ, କାହାକୁ ଛାଡ଼ିବନି। ଆମେ ବର୍ତ୍ତମାନ ଚାହୁଁଛୁ ନ୍ୟାୟ ଚାହୁଁଛୁ, ଆପଣ ତାର ସତ୍ୟାସତ୍ୟ ପ୍ରମାଣ ବାହାର କରି ଆଉ ତା ବାପାକୁ ତା ବୋଉକୁ, ଏଇ 3ଟା ଲୋକ ଆମର ଦରକାର ହେଲା। ଆଜି କ'ଣ ହେଇଥିଲା? ମୁଁ କିଛି ଜାଣିନାହିଁ, ମୁଁ କାମକୁ ଯାଇନି। ବହୁତ ଆଜି ପୋଡ଼ି ହେଇକିରି ଶୁଣାଯାଉଛି, ପୋଡ଼ି ହେଇକିରି ମରିଛି, ତ ଆପଣ ଘରେ ମୁଁ କିଛି ଜାଣିନାହିଁ, ମୁଁ କାମକୁ ଯାଇଥିଲି। କାମ ଆସିଲା ପରେ ଖବର ପାଇଲେ? ଗୋଡ଼ କ'ଣ ହେଇଯାଉଛି? ଖବର ପାଇଲେ? ହଁ, ଖବର ପାଇଲେ ଦେଖିଲା ଲୋକ ଗଦା ହେଇକି ମୁଁ ତାଙ୍କୁ ଦେଖି ମୋ ମୁଣ୍ଡ କ'ଣ ହେଇଗଲା, ମୁଁ ପଇଲି ପଟଡ଼ା କରିକି ବେହୋସ ଭଳିଆ ହେଲି। ଆଉ କ'ଣ ପାଟି ନାଇଁ ଆମର କିଛି ହେଇନି, ପାଟି ଝିଅ ଭଳିଆ ଆମେ ତାକୁ ରଖିଥିଲୁ। ନାଇଁ ସାର୍, ଆମେ ତ ଜାଣିନୁ ଜମା, ଆମର ଜମା ଝଗଡ଼ା ଘାଣ୍ଟି ହଏନି। ଆମେ ସେ ଭଗବାନଙ୍କ ହାତରେ କଥା, ଆମେ ଜମା ଜାଣିନୁ, ଆମେ ନିର୍ଦ୍ଦୋଷୀ, ଆମେ କିଛି ଜାଣିନୁ। ବୋଉ ଭଲ ଥିଲା? ବୋଉ ଭଲ। ବୋଉଙ୍କର ଭଲ ପଡ଼ୁଥିଲା? ହଁ। ହଠାତ୍ ସକାଳେ କ'ଣ କଲେ? ସେ ପୋଡ଼ି ହେଇନି, ସକାଳେ ମୁଁ ତ ଯାଇଥିଲି କାମକୁ, ନଥିଲି, ମୁଁ 6ଟାରୁ ପଳାଏ। ଭଲ ଥିଲା, ପରିବାରରେ ଭଲ ଥିଲା, ତାକୁ ତାହେଲେ କିଏ ପୋଡ଼ି ଦେଇଛି ଘରେ? କିଏ ଆଉ ପୋଡ଼ି ସମେତ ଆମେ ବିଲ୍ଡିଂ, ସିଏ ଆଣିଥିଲା। ଭଲ ଥିଲା, ଯେତେ ପୋଡ଼ି ହେଇନି, ତାକୁ ତାହେଲେ ପୋଡ଼ି ଦିଆଯାଇଛି, କ'ଣ କରିବ? ଆପଣଙ୍କ ଗାଁରେ ମୁଁ ଆଉ କହିପାରିବି ନାହିଁ। ଆଉ ସମସ୍ତଙ୍କ ଗାଁରେ ଭଲ ଥିଲା, ଗୋଟେ ଲୋକ ପୋଡ଼ି ହେବ କାହିଁକି? ତ
ଯାଇଛି ଭିତର କଥା ନାଇଁ ନାଇଁ ତାପରେ ଆମେ ସେ କଥା କରିପାରିବୁନୁ କେବେ